ଆପଣ ବି ସବୁ ମାସରେ ମାଗଣା ରାସନ ପାଉଛନ୍ତି। ତେବେ ଜାଣି ରଖନ୍ତୁ ଏସବୁ ସର୍ତ୍ତ ନଚେତ୍ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଗରିବଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହି ଅଧୀନରେ ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ଦରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଏକ ରାସନ କାର୍ଡ ସରକାର ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଅଭାବୀ ଲୋକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଦେଶରେ ଏପରି ଲୋକ ଅଛନ୍ତି ଯେଉଁମାନେ ପାଇଁ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟ ନୁହନ୍ତି। ଯେଉଁମାନେ ସରକାରୀ ଚାକିରି କରନ୍ତି ସେମାନେ ମାଗଣା ରାସନ ଲାଭ ପାଇପାରିବେ ନାହିଁ। ଏକ ରାସନ କାର୍ଡ ପାଇଁ ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ଦେବା ଜରୁରୀ। ଗୋଟିଏ ପ୍ଲଟ କିମ୍ବା ଘର ସମେତ 100 ବର୍ଗ ମିଟରରୁ ଅଧିକ ଜମି ଥିବା ବ୍ୟକ୍ତି ଅଯୋଗ୍ୟ। କାର କିମ୍ବା ଟ୍ରାକ୍ଟର ପରି ଚାରିଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ। ରେଫ୍ରିଜରେଟର କିମ୍ବା ଏୟାର କଣ୍ଡିସନର ଥିବା ଘରଗୁଡ଼ିକ ମଧ୍ୟ ଯୋଗ୍ୟତା ଠାରୁ ବାଦ୍ ଦିଆଯାଇଛି। ଯେଉଁ ପରିବାର ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ସେମାନେ ଏକ ରାସନ କାର୍ଡ ପାଇପାରିବେ ନାହିଁ। ଗ୍ରାମାଞ୍ଚଳରେ ଗୋଟିଏ ପରିବାରର ବାର୍ଷିକ ଆୟ 2 ଲକ୍ଷରୁ କମ୍ ହେବା ଉଚିତ ନୁହେଁ ଏବଂ ସହରାଞ୍ଚଳରେ ଏହା 3 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ଆୟକର ଦେଖାଉଥିବା ଯେକୌଣସି ବ୍ୟକ୍ତି ଏବଂ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତି ମଧ୍ୟ ଅଯୋଗ୍ୟ ଅଟନ୍ତି। ଯଦି ଆପଣ ଏହି ବର୍ଗରେ ଆସୁଛନ୍ତି ତେବେ ଭୁଲରେ ବି ଯୋଜନାର ଲାଭ ଉଠାନ୍ତୁ ନାହିଁ। ଠକେଇ କରି ଯୋଜନାର ଲାଭ ନେଲେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।